ଶୀତଦିନିଆ ପାଳଙ୍ଗ ଶାଗର ସବୁଠୁ ହେଲ୍ଦି ଟେଷ୍ଟି ତରକାରୀ ସୋୟାବିନ୍ ଦିଆ ପାଳଙ୍ଗ ଶାଗ ତରକାରୀ। ମୁଁ ଗ୍ୟାରେଣ୍ଟି ଦେଇ କହୁଛି, ଘରେ ଯଦି ଏହି ତରକାରୀ ବନେଇବେ ଢାବା ରେଷ୍ଟୁରାଣ୍ଟର ପାଲକ ପନିର ଖାଇବା ବି ଭୁଲିଯିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପାଳଙ୍ଗ ଶାଗର ଏହି ସୁଆଦିଆ ତରକାରୀ ବନେଇବା ପାଇଁ ଆମକୁ ଦରକାର ବେଶ କିଛି ପାଳଙ୍ଗ ଶାଗ। ପ୍ରଥମେ ଶାଗର ଚେରକୁ କାଟିବା, ତାପରେ ଆମେ ଶାଗକୁ ବାଛି ନେବା। ବାଛିବା ସମୟରେ ଧ୍ୟାନ ରଖିବେ ଶାଗ ଭିତରେ ଥିବା ଅନାବନା ଘାସ, କଞ୍ଚା ପତ୍ର ଗୁଡ଼ିକୁ ବାହାର କରିଦେବେ। ଶାଗକୁ ବାଛିବା ହେଉଛି ଟିକେ କଷ୍ଟ କାମ। ଶାଗକୁ ବାଛି ସାରିବା ପରେ ଗୋଟେ ବଡ଼ ଜାଗାରେ ବେଶ କିଛି ପାଣି ନେବା। ପାଣିରେ ଶାଗକୁ ଘଷି ଘଷି ଧୋଇବା। ଶାଗରେ ଯାହା ବି ମାଟି କାଦୁଅ ଲାଗିଥିବ ସବୁ ପରିଷ୍କାର ହେଇଯିବ। ଏତିକି ଶାଗ ଆମ ରେଡି ହେଲା। ଏତିକି ଶାଗ ପାଇଁ ଏଇଠି ମୁଁ ନେଇଛି ଗୋଟେ କପ୍ ବା 60ରୁ 80 ଗ୍ରାମର ସୋୟାବିନ୍। ସୋୟାବିନ୍ ଫିକା ନ ଲାଗିବ ସେଥିପାଇଁ ଅଧା ଛୋଟ ଚାମଚ ଲୁଣ ଦେବା। ପାଣିକୁ ଗରମ କରି ଗରମ ପାଣିକୁ ସୋୟାବିନ୍ରେ ଦେବା। ଗରମ ପାଣିରେ ସୋୟାବିନ୍କୁ କେବଳ 7ରୁ 8 ମିନିଟ୍ ବତୁରେଇ ରଖିବା। ବେଶୀ ସମୟ ବତୁରେଇ ରଖିବା ଦରକାର ନାହିଁ। 8 ମିନିଟ୍ ପରେ ଏଇଠି ଦେଖନ୍ତୁ ସୋୟାବିନ୍ ଫୁଲି ଯାଇଛି ଆଉ ନରମ ହେଇଛି। ସୋୟାବିନ୍କୁ ବତୁରେଇବା ସମୟରେ ଧ୍ୟାନ ରଖିବେ ସୋୟାବିନ୍କୁ ବେଶୀ ଘାଣ୍ଟିବେ ନାହିଁ। ସୋୟାବିନ୍ ନରମ ହେଇଯାଇଥିବ କିନ୍ତୁ ଭଲ ଭାବରେ ବତୁରି ଯାଇଥିବ, ଏମିତି ହେବା ଦରକାର। ଏବେ ସୋୟାବିନ୍ର ଗରମ ପାଣିକୁ ବାହାର କରି ଥଣ୍ଡା ପାଣିରେ ଧୋଇ ଆଣିବା। ତାପରେ ପାଣିରୁ ଭଲ ଭାବରେ ଚିପୁଡ଼ି ନେବା। ସୋୟାବିନ୍ ରେଡି ହେଇଗଲା। ଆଉ ଗୋଟେ କାମ କରିବା, ଆଉ ଗୋଟେ ବୋଲରେ ଆମେ ଥଣ୍ଡା ପାଣି ନେବା। ଥଣ୍ଡା ପାଣି ସହିତ ଅଳ୍ପ ଆଇସ୍ କ୍ୟୁବ୍ସ ଦେବା। এই ଥଣ୍ଡା ପାଣିରେ ଆଇସ୍ କ୍ୟୁବ୍ସ ଦେଇ ଆମେ ସାଇଡ୍ରେ ରେଡି କରି ରଖିବା। ତାପରେ ଗ୍ୟାସ୍ ଉପରେ ଗୋଟେ କଢ଼େଇରେ ବେଶ କିଛି ପାଣି ଗରମ କରିବା। ପାଣିରେ ଅଧା ଛୋଟ ଚାମଚ ଲୁଣ ଦେବା। ତାପରେ ବାଛି ନେଇଥିବା ଶାଗକୁ ଦେବା। ଗରମ ପାଣିରେ ଶାଗକୁ ହାଇ ଫ୍ଲେମ୍ରେ କେବଳ 3ରୁ 4 ମିନିଟ୍ ଫୁଟେଇବା। ଏହି ପ୍ରୋସେସକୁ ବ୍ଲାଞ୍ଚିଂ ବୋଲି କୁହାଯାଏ। ଶାଗକୁ ଏମିତି ଅଳ୍ପ ସମୟ ପାଣିରେ ଫୁଟେଇ ନେଲେ ଶାଗରେ ଯାହା ବି ବ୍ୟାକ୍ଟେରିଆ ମାଟି କାଦୁଅ ଲାଗିଥିବ ସେସବୁ ପରିଷ୍କାର ହେଇଯିବ। ଶାଗ ଟିକେ ନରମ ହେଇଯିବ ଆଉ ଶାଗର କଲର୍ ପୁରା ଗ୍ରୀନ୍ କଲର୍ ରହିବ। କିନ୍ତୁ ବେଶୀ ସମୟ ଜମା ପାଣିରେ ଫୁଟେଇବେ ନାହିଁ, ନହେଲେ ଶାଗରେ ଯାହା ବି ଭିଟାମିନ୍ସ ଅଛି ସବୁ ଭିଟାମିନ୍ସ ନଷ୍ଟ ହେଇଯିବ। 3-4 ମିନିଟ୍ ପରେ ଶାଗକୁ ପାଣିରୁ ଛାଣି ଆଣିବା। ସାଙ୍ଗେ ସାଙ୍ଗେ ଆଇସ୍ ରଖିଥିବା ପାଣିରେ ବୁଡ଼େଇ ରଖିବା। ସାଙ୍ଗେ ସାଙ୍ଗେ ଶାଗକୁ ଆଇସ୍ ପାଣିରେ ବୁଡ଼େଇ ରଖିଲେ ଶାଗରେ ଥିବା ଭିଟାମିନ୍ସ ନଷ୍ଟ ହୁଏ ନାହିଁ। ଶାଗର କଲର୍ ତରକାରୀରେ ପୁରା ଗ୍ରୀନ୍ କଲର୍ ରୁହେ। ଶାଗ ଟିକେ ଥଣ୍ଡା ହେଇଯିବା ପରେ ପାଣିରୁ ଛାଣି ଆଣିବା। ତାପରେ ଆମେ ଗ୍ରାଇଣ୍ଡର ଜାରରେ ଦେବା। ଏବେ ଶାଗ ସହିତ 1 ଇଞ୍ଚର ଅଦା, ରାଗ ପାଇଁ ଗୋଟେ କଞ୍ଚା ଲଙ୍କା ଦେବା। ତାପରେ ଜମା ପାଣି ଦେବା ନାହିଁ, ସେମିତି ଗ୍ରାଇଣ୍ଡ କରି ଆଣିବା। ଗ୍ରାଇଣ୍ଡ କରି ସାରିବା ପରେ ଶାଗର କଲର୍ ଦେଖନ୍ତୁ କେତେ ସୁନ୍ଦର ଗ୍ରୀନ୍ କଲର୍ ଦେଖାଯାଉଛି। ଏମିତି ଗ୍ରୀନ୍ କଲର୍ ଦେଖାଗଲେ ତରକାରୀରେ ଦେଖିବା ପାଇଁ ଭଲ ଲାଗିବ। ଶାଗକୁ ପାଣିରେ ଫୁଟେଇ ସାରିବା ପରେ ସାଙ୍ଗେ ସାଙ୍ଗେ ଆଇସ୍ ପାଣିରେ ରଖିଲେ ଏମିତି ଗ୍ରୀନ୍ କଲର୍ ଦେଖାଯିବ। ଚାଲନ୍ତୁ ରୋଷେଇ କରିବା ଷ୍ଟାର୍ଟ କରିବା। ଗୋଟେ ଛୋଟ ପ୍ୟାନ୍ରେ ଗୋଟେ ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତାପରେ ବତୁରେଇ ରଖିଥିବା ସୋୟାବିନ୍କୁ ଦେବା। ସୋୟାବିନ୍ରେ ସ୍ୱାଦ ଅନୁସାରେ ଲୁଣ ଦେବା। ଏବେ ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ସୋୟାବିନ୍କୁ ଟିକେ ଲାଲ କରି ଭାଜିବା। ଭଲ ଭାବରେ ଭାଜିଦେଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ମୁଁ ଏଠି ଅଳ୍ପ ତେଲ ଦେଇ ଭାଜିଦେଲି, ଆପଣମାନେ ଅଧିକ ତେଲ ଦେଇ ବି ଭାଜି ନେଇପାରିବେ। ଏମିତି ଲାଲ କଲର୍ ହେଇଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ଆଉ ଗୋଟେ କଢ଼େଇରେ ତରକାରୀ ପାଇଁ ମସଲା ବନେଇବା। ଆପଣମାନେ ସେମ୍ କଢ଼େଇରେ ବନେଇ ପାରିବେ। ଯେହେତୁ ମୁଁ ଅଳ୍ପ ତେଲ ଦେଇ ସୋୟାବିନ୍କୁ ଭାଜିଲି ସେଥିପାଇଁ ନନ୍ଷ୍ଟିକ୍ ପ୍ୟାନ୍ରେ ଭାଜି ନେଲି। କଢ଼େଇ ଗରମ ହେଇଯିବା ପରେ 2 ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଳ୍ପ କିଛି ଗୋଟା ଗରମ ମସଲା ଦେବା। ଗୋଟେ ଗୁଜୁରାତି, ଛୋଟ ଖଣ୍ଡେ ଡାଲଚିନି, 3ଟି ଲବଙ୍ଗ, 7-8ଟି ଗୋଲମରିଚ। ବେଶୀ କିଛି ଗରମ ମସଲା ଦେବା ଦରକାର ନାହିଁ। ଅଧା ଛୋଟ ଚାମଚ ଜିରା, ଅଧା ଛୋଟ ଚାମଚରୁ ବି କମ୍ ଜୁଆଣି। ଜୁଆଣି ଦେଲେ ତରକାରୀରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ତା ଛଡ଼ା ପାଳଙ୍ଗ ଶାଗ ବହୁତ ଜଲ୍ଦି ହଜମ ହେଇଯିବ। ଗୋଟେ ତେଜପତ୍ର ଦେବା। 2-3 ପିଞ୍ଚ ହିଙ୍ଗୁ ଦେବା। ଜୁଆଣି ହିଙ୍ଗୁ ନିହାତି ଦେବେ, କାହିଁକି ନା ପାଳଙ୍ଗ ଶାଗ ଗ୍ୟାସ୍ କରେ। ଅଳ୍ପ ଜୁଆଣି ଆଉ ହିଙ୍ଗୁ ଦେଲେ ପାଳଙ୍ଗ ଶାଗ ବହୁତ ଜଲ୍ଦି ହଜମ ହେଇଯିବ। ଗରମ ମସଲା ତେଲରେ ଫୁଟିଯିବା ପରେ 10-12ଟି ରସୁଣକୁ ପୁରା ଛୋଟ ଛୋଟ କରି କାଟିକି ଦେବା। ରସୁଣକୁ ଏମିତି କାଟିକି ଦେଲେ ଏଇ ତରକାରୀରେ ଖାଇବା ସମୟରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ଜମା ରସୁଣକୁ ଛେଚିକି ଦେବେ ନାହିଁ, ଏମିତି କାଟିକି ଦେବେ। ତେଲରେ ରସୁଣକୁ କେବଳ 1 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ରସୁଣକୁ ବେଶୀ ପୋଡ଼ିବେ ନାହିଁ। ରସୁଣ ହାଲକା ଭାଜିଯିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜ ଦେବା। ପିଆଜ ଟିକେ ଅଧିକ ଦେବେ। ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ରସୁଣ ଆଉ ପିଆଜକୁ ବେଶୀ ପୋଡ଼ିବେ ନାହିଁ। ପିଆଜ ରସୁଣ ହାଲକା ଭାଜିଯିବା ପରେ ଆମେ ମସଲା ପାଇଁ
गोटे बड़ साइजर टमाटो को बाटिकी देबा। टमाटो को काटिकी देबे नहीं, एमिति बाटिकी देले ग्रेवीर टेक्सचर बहुत बढ़िया आसीबो। ता सहित 2-3 चामच पानी देबा। एबे मसला रे केवल पालंग शाग पई लुण देबा। सोयाबीन भाजिबा समय रे आमे सोयाबीन पई लुण देथिले। अधा छोट चामच हळदी गुंड, अल्प राग लंका गुंड। पालंग शाग बाटिबा समय रे आमे गोटे कंचा लंका बाटी नेथिले। आपण माने जतिकी राग खाइबे सेही हिसाब रे लंका गुंड देबे। तरकारी रे भलो कलर पई गोटे छोट चामच काश्मीरी लंका गुंड देबा। गोटे छोट चामच धनिया गुंड, अधा छोट चामच जीरा गुंड। तरकारी रे धनिया गुंड अधिक देबे, जीरा गुंड कम देबे। बास एतिके साधा सीधा घरोई गुंड मसला देई आज आमे एई तरकारी को बनेबा। गैस रो फ्लेम लो मीडियम रखी मसला रु तेल बाहरिबा पर्यंत आमे मसला को कसिबा। मसला को कसिबा समय रे कवर करी कसिबा। मसला बहुत जल्दी कसी जिवो। 4-5 मिनिट परे एठी देखंतु मसला ऊपर को तेल आसी गलानी। एमिति तेल आसी गले जानिबे मसला भलो भाबरे कसी गलानी। टमाटो मसला भलो भाबरे कसी जिबा परे आमे बाटी नेथिबा पालंग सागर प्यूरी देबा। ता सहित ग्राइंडर जार थोई अधा कप पाखापाखी पानी देबा। एबे आमे गैस रो फ्लेम हाई रखिबा। पालंग साग को मसला सहित भलो भाबरे कसिबा। एई स्टेज हेउछि सबुठु इम्पोर्टेंट। पालंग साग को मसला सहित जेते भलो भाबरे कसिबे तरकारी रो टेस्ट सेते बढ़िबो। गैस रो फ्लेम हाई रखी लगातार घांटी घांटी कसिबे। धीरे धीरे देखिबे पालंग सागर परिमाण कमी जिवो, मसला ऊपर को छिटिकी आसीबो। सेही समय आपण माने ध्यान रखी कसिबे, नहले हाथ को मसला छिटिकी आसीबो। धीरे धीरे देखिबे पालंग सागर कलर चेंज हे जिवो। एमिति कलर चेंज हेबा पर्यंत आपण माने मसला को लगातार घांटीबे। जदि अधिक तेल देथिबे देखिबे तेल मसला ऊपर को आसी जिवो। से पर्यंत कसिबे। मसला कसी जिबा परे आमे भाजी रखिथिबा सोयाबीन को देबा। एई स्टेज रे गोटे छोट चामच कसूरी मेथी पत्र देबा। कसूरी मेथी पत्र निश्चय देबे, बहुत बढ़िया वासना आसीबो। सोयाबीन को देई मसला सहित भलो भाबरे कसिबा। जेते मसला सहित भलो भाबरे कसिबे सोयाबीन भीतर को मसलार फ्लेवर आसीबो। एबे देखंतु सोयाबीन मसला सहित भलो भाबरे कसी गलानी। दर्शक बंधु आपनको गोटे अनुरोध, आजिर रेसिपी पसंद आसिले आपनको फ्रेंड्स आउ रिलेटिव्स मानक सहित निश्चय गोटे शेयर करिवे। मसला भलो भाबरे कसी जिबा परे तरकारी रे झोल पई अल्प गरम पानी देबा। जमा ठंडा पानी देबे नहीं। पानी आपण माने बेसी देबे नहीं, काहे कि ना एई तरकारी को आमे बेसी झोल करिबा नहीं। पानी देबा परे गैस रो फ्लेम हाई रखिबा। पानी बहुत जल्दी फुटी जिवो। पानी थरे फुटी आसिले गैस रो फ्लेम लो मीडियम रखी केवल 5-6 मिनिट कवर करिबा, जहा द्वारा सबु मसलार फ्लेवर सोयाबीन भीतर को आसी जिवो। 6 मिनिट परे एठा म तरकारी पूरा रेडी ही जाईछि। तरकारी रो फाइनल लुक देखंतु केते डेलिशियस देखा जाउछि। शेषरे भलो बासना पई बेस किछि धनिया पत्र देबा। अधा छोट चामच गरम मसला गुंड देबा। सब जिंस को गळाई नेबा। एबे हमें गैस रो फ्लेम बंद करिबा। झोल एतिकी बहलिया रखिबे। भात, रुटी, पूरी, परोटा सबुथिरे खाइबा पई भल लागिबो। एबे हम रेडी ही गला सबुठु हेल्दी टेस्टी तरकारी। आपण माने भी बनांतु आ केमिति लागिला निहाती कमेंट्स करी जणाइबे। ताहले आपनको कमेंट्स अपेक्षा रे आज पई रहिली। पुणी देखा हबा नया रेसिपी रे। धन्यवाद।